ସ୍ୱର୍ଗୀୟ ପୀଟର ପଣ୍ଡାଙ୍କ ସୁପୁତ୍ର ସ୍ୱର ପଣ୍ଡା। ମୁଁ ଖାଲି ଏତିକି ହାତ ଯୋଡ଼ିକି ମୁଁ କହିବାକୁ ଚାହେଁ ଯେ ମୋ ବାପାକୁ ଉଚିତ ନ୍ୟାୟ ଦିଆଯାଉ ଆଉ ମୋ ବାପା ଆଉ ଦୋଷୀକୁ ଦୃଢ଼ କାଣ୍ଡ ଅନୁଷ୍ଠାନ କରାଯାଉ ଆଉ ତାଙ୍କ ମାନଙ୍କୁ ଦୃଢ଼ରୁ ଦୃଢ଼ ତାଙ୍କ ମାନେ ଦଣ୍ଡ ଦିଆଯାଉ ତାଙ୍କ ମାନେ ମୋ ବାପାକୁ ଏମିତି କରି ଭଲ କାମ କଲେ ନାହିଁ। ନାଇଁ ମୋ ବାବା କେବେ ଡିପ୍ରେସନ ନାହିଁ, କେବେ କିଛି ନାହିଁ। ମୋ ବାପା ଗୋଟେ ନିହାତି ଭଲ ମଣିଷ। ଆପଣ ମାନେ ମିଡିଆ କି ଜନତା ଆପଣ ମାନେ ନିଜେ ଜାଣିଛନ୍ତି ମୋ ବାପା କେମିତି ବୋଲି। ମୋ ବାପାଙ୍କର କେବେ ଗୋଟେ 1% ହେଲେ କିଛି ଭୁଲ ଭଟକେ କିଛି ନାହିଁ। ମୋ ବାପା ହଉଛି ଶୂନ ପିଢ଼ି ମୋ ବାପା, ଯାହାର ମୂଲ୍ୟ କିଛି ନାହିଁ। ସେଦିନ ଆପଣ ମାନେ ତ ନିଜେ ଫ୍ୟାମିଲି, ଆପଣ ମାନେ ନିଜେ ଫ୍ୟାମିଲି ଥିବ, ଆପଣ ମାନେ ନିଜେ ଜାଣିଛନ୍ତି ବାପା ମା ଗୋଟେ ସ୍ୱାମୀ ସ୍ତ୍ରୀ ଆଉ ତାଙ୍କ ପୁତ୍ର କି ପୁତ୍ରୀ କିମ୍ବା ପୁତ୍ରୀ କେମିତି ଘରେ ରୁହେ, କେମିତି ପାରିବାରିକ ସମ୍ପର୍କ କେମିତି ରୁହେ ଆପଣ ତ ନିଜେ ଭୁଲି ଯାଆନ୍ତି। କେମିତି ହସ ଗମା ଦେଇ କେମିତି ରୁହେ, ସେମିତି ଆମେ ରହୁଥିଲୁ। ଆମର ବି କଣ ଭୁଲ ଥିଲା କି ଆମର ହେଲେ କି ଆମ ବାପ କାହାର ସତ ନା ଆମ ବାବା ଗୋଟେ ନିହାତି ଗୋଟେ ଓକିଲାତି ଆମ ବାପା ନିହାତି ପାଇଁ ଲଢୁଥିଲେ। ତା ଆଗକୁ ମୁଁ ଆଉ କିଛି କହିବା ପାଇଁ ଚାହେଁ ନାହିଁ। ନାଇଁ ମୁଁ ଖାଲି ଏତିକି କହିବା ଯେ ମୋ ବାପାକୁ କେବେ ଧମକ ମିଳିନି। ମୁଁ ଖାଲି ଏତିକି କହିବାକୁ ଚାହେଁ ଯେ ମୋ ମନ ସ୍ଥିତି ଏବେ ଷ୍ଟେବିଲିଟି ନାହିଁ, ତ ଆପଣ ମାନେ କିଛି ପଚାରୁନି। ଆପଣ ସେଇଟା ମତେ ଖରାପ ଲାଗୁଛି।